ଏହି କାହାଣୀ ପ୍ରାୟ 40 ବର୍ଷ ପୁରୁଣା। ଏହି କାହାଣୀ ମାୟା ନାମକ ଝିଅର। ମାୟା ସାନବେଳୁ ବହୁତ ସାହସୀ ଝିଅ ଥିଲା। ସେ ଏବେ 14 ବର୍ଷର। ଯିଏ ତାକୁ ଦେଖେ ସେ କହେ ସତରେ ଏହି ଝିଅ ଭାରି ସାହସୀ। ସେ ତାର ପିତାମାତାଙ୍କ ଏକମାତ୍ର ସନ୍ତାନ, ତେଣୁ ସେ ବହୁତ ଗେହ୍ଲାରେ ବଢ଼ିଥାଏ। ତାର ପିତାମାତା ତାକୁ ବହୁତ ସ୍ନେହରେ ପାଳିଥାନ୍ତି, ଆଉ ତାକୁ ନିଜ ଜୀବନଠୁ ଅଧିକ ଭଲ ପାଇଥାନ୍ତି। ଦିନେ ନିଜ ସାଙ୍ଗମାନଙ୍କ ସହିତ ଖେଳିବା ପାଇଁ ସେ ବହୁତ ଦୂର ବାଟ ଚାଲି ଯାଇଥିଲା। ଆସୁ ଆସୁ ରାସ୍ତାରେ ସନ୍ଧ୍ୟା ହୋଇଗଲା। ତାର ସାଙ୍ଗମାନଙ୍କର ଘର ପ୍ରଥମେ ଆସିଯିବାରୁ ସେମାନେ ନିଜ ଘରକୁ ଚାଲିଗଲେ। କେବଳ ରହିଗଲା ମାୟା। ମାୟା ଏକା ଏକା ରାସ୍ତାରେ ଚାଲିଥାଏ, ଚାରିଆଡ଼ ସୁନସାନ। ହଠାତ୍ ମାୟାକୁ ଶୁଭିଲା କାହାର କାନ୍ଦିବାର ଶବ୍ଦ। ମାୟା ସେଠି ଅଟକି ଯାଇ ଚାରିଆଡ଼କୁ ଅନାଇଲା, କିନ୍ତୁ ସେ କିଛି ଦେଖିବାକୁ ପାଇଲା ନାହିଁ। ସେ କିଛି ନ ଭାବି ଚାଲିବାକୁ ଲାଗିଲା। ପୁଣି ଆଉ ଥରେ ସେ କାହାର କାନ୍ଦିବାର ଶବ୍ଦ ଶୁଣିବାକୁ ପାଇଲା। ଏଥର ସେ ଦେଖିଲା ଯେ ରାସ୍ତା କଡ଼ରେ ଥିବା ଗୋଟିଏ ଘାସ ବୁଦା ପାଖରେ କେହି ଜଣେ ବସିଛି, ଆଉ ଧଳା ପୋଷାକ ପିନ୍ଧିଛି, ଆଉ ଜୋରରେ କାନ୍ଦିବାକୁ ଲାଗୁଛି। ମାୟା ଭାବିଲା, ବୋଧେ ଏହି ବୁଢ଼ା ଲୋକର କିଛି ସାହାଯ୍ୟ ଆବଶ୍ୟକ। ମୋତେ ତାକୁ ସାହାଯ୍ୟ କରିବାକୁ ପଡ଼ିବ। ତେଣୁ ମାୟା ସେହି ବ୍ୟକ୍ତି ଆଡ଼କୁ ଚାଲିଲା। ତାପରେ ସେହି ଲୋକର ଅନ୍ୟ ଦିଗରୁ କାହାର କାନ୍ଦିବାର ଶବ୍ଦ ଶୁଣାଗଲା। ମାୟା ସେପଟକୁ ଅନାଇ ପୁଣି ଆଗକୁ ଦେଖିଲା ବେଳକୁ ସେହି ବୃଦ୍ଧ ବ୍ୟକ୍ତି ସେଠାରେ ନାହିଁ। ମାୟା ଏଥର ବୁଝିଗଲା ନିଶ୍ଚୟ କିଛି ଗଡ଼ବଡ଼ ଅଛି। ମାୟା ଏକଦମ ଡରି ଯାଇଥିଲା। ସେ ଏଥର ନିଜ ପ୍ରାଣ ବଞ୍ଚାଇ ଦୌଡ଼ିବା ଆରମ୍ଭ କଲା। ସେହି ସମୟରେ ସେ ଶୁଣିବାକୁ ପାଇଲା ସେହି ବୁଢ଼ା ଲୋକର ବିକଟାଳ ଶବ୍ଦ, ହା ହା ହା, କୁଆଡ଼େ ଯାଉଛୁ? ମୋତେ ସାହାଯ୍ୟ କରିକି ଯା। ମାୟାର ପୁରା ଶରୀର ଝାଳରେ ସମ୍ପୂର୍ଣ୍ଣ ଭିଜି ସାରିଥାଏ, କିନ୍ତୁ ସେ ଦୌଡ଼ିବା ଜାରି ରଖିଥାଏ। ମାୟା ଶିବଙ୍କ ଭକ୍ତ ଥିଲା। ମନେ ମନେ ଭଗବାନ ଶିବଙ୍କୁ ସ୍ମରଣ କରୁଥାଏ। ପ୍ରଭୁ, ମୁଁ ଆଜି ପର୍ଯ୍ୟନ୍ତ ଆପଣଙ୍କୁ କିଛି ମାଗିନି। ଶିବରାତ୍ରିରେ କେତେ ଉପବାସ ରଖିଛି। ପ୍ରଭୁ, ମୋତେ ଏହି ଆତ୍ମା କବଳରୁ ବଞ୍ଚାଇ ଦିଅ। ଏହା କହି ସେଇଠି ସେ ବେହୋସ ହୋଇ ତଳେ ପଡ଼ିଗଲା। ସକାଳେ ତାର ହୋସ ଆସିଲାରୁ ସେ ଦେଖିଲା ନିଜ ମାତା ପିତାଙ୍କ ପାଖରେ ଅଛି। ତାପରେ ସେ ପଚାରିଲା, ମା, ମୁଁ ଘରକୁ କିପରି ଆସିଲି? ମାୟା, ତୁ ଆଗ କହିଲୁ, ତୁ କେମିତି ବେହୋସ ହେଲୁ? ମାୟା ତା ସହିତ ଘଟିଥିବା ସମସ୍ତ ଘଟଣା ବିଷୟରେ କହିଲା। ମା, ଏବେ ତୁ କହ, ମୁଁ ଘରକୁ କିପରି ଆସିଲି? ତତେ ଜଣେ ସଜ୍ଜନ ବ୍ୟକ୍ତି ନେଇକି ଆସିଥିଲେ, ଯାହାର ଲମ୍ବା ଲମ୍ବା ଦାଢ଼ି ଓ ଲମ୍ବା ଲମ୍ବା କେଶ, ମୁଣ୍ଡରେ ତିଳକ ଚିହ୍ନ। ଆପଣଙ୍କୁ କ'ଣ ଲାଗୁଛି ସେ କିଏ ହୋଇଥିବେ? କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।